ଏହି ଭିଡ଼ିଓ ଯେଉଁମାନଙ୍କର ଓଏସ୍ଏବି ଆଇରିବିର ରିଟିନ୍ ହେଇଛି ଆଉ ଯେଉଁମାନଙ୍କର ଓଏସ୍ଏବି ଆଇରିବିର ରିଟିନ୍ ହେଇନି ନିହାତି ଭାବରେ ଏଇ ଭିଡ଼ିଓ ଫାଷ୍ଟ ଲାଷ୍ଟ ଯାଏଁ ଦେଖନ୍ତୁ। ଆପଣଙ୍କୁ ଏଇ ଭିଡ଼ିଓ ବହୁତ ମାତ୍ରାରେ ହେଲ୍ପଫୁଲ୍ ହେବ। ଆଉ ଗୋଟେ କଥା, ଯେଉଁମାନେ ଆମ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଇନାହାନ୍ତି ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେବାକୁ ଜମାରୁ ଭୁଲିବେ ନାହିଁ। ଟେଲିଗ୍ରାମ ଗ୍ରୁପ୍ରେ ଯାହା ସବୁ ଜବ୍ର ଅପଡ଼େଟ୍ ଆସେ ଆମ ଟେଲିଗ୍ରାମ ଗ୍ରୁପ୍ରେ ନିହାତି ଭାବରେ ଅପଡ଼େଟ୍ ସବୁକିଛି ଡିଟେଲ୍ସ ମଧ୍ୟ ପ୍ରୋଭାଇଡ଼ କରିଥାଏ। ତ ନିହାତି ଭାବରେ ଆପଣମାନେ ଆମ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେବାକୁ ଜମାରୁ ଭୁଲିବେ ନାହିଁ। ଡିସ୍କ୍ରିପ୍ସନ୍ ବକ୍ସରେ ଟେଲିଗ୍ରାମ ଗ୍ରୁପ୍ ଲିଙ୍କ୍ ମିଳିଯିବ, ସେଇଠି କ୍ଲିକ୍ କରିକି ଜଏନ୍ ହେଇପାରିବେ। କିଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଆସିଲା, ଜିକେ ଆସିଲା, କରେଣ୍ଟ ଆଫେୟାର୍ ଆସିଲା, କୌଣସି ଜବ୍ର ଅପଡ଼େଟ୍ ଆସିଲା, ଆପଣଙ୍କୁ ସବୁକିଛି ଆମ ଟେଲିଗ୍ରାମ ଗ୍ରୁପ୍ରେ ଦେଖିବାକୁ ମିଳିଯିବ। ଫାଷ୍ଟ କଥା ହେଲା, ଯେଉଁମାନଙ୍କର ଓଏସ୍ଏବି ଆଇରିବିର ରିଟିନ୍ ହେଇଯାଇଛି ତ କଂଗ୍ରାଚୁଲେସନ୍, ଆପଣଙ୍କୁ ଗୋଟେ ନୂଆ ନୋଟିସ୍ ଆସି ଆପଣଙ୍କୁ ଫାଷ୍ଟ କରି ଦେଖାଇ ଦେଉଛି। ଆପଣ ବି ଅଲରେଡ଼ି ବି ଜାଣିଥାନ୍ତି, ଭଲ କଥା। ଆପଣମାନେ ଭିଡ଼ିଓ ଫାଷ୍ଟ ଲାଷ୍ଟ ଯାଏଁ ଦେଖନ୍ତୁ, ସବୁ କିଛି ଡିଟେଲ୍ସ ମଧ୍ୟ ଜାଣିପାରିବେ। ଓକେ, ତ ଓଡ଼ିଶା ପୋଲିସ ଅଫିସିଆଲ୍ ୱେବସାଇଟ୍ରେ କ୍ଲିକ୍ କଲି। କ୍ଲିକ୍ କରିସାରିଲା ପରେ ରିକ୍ରୁଟମେଣ୍ଟ ଅଫ୍ ସିପାହୀ ଆଣ୍ଡ କନଷ୍ଟେବଲ ଇନ୍ ବାଟାଲିୟନ୍ ଉପରେ କ୍ଲିକ୍ କରିଛି। କ୍ଲିକ୍ କରିସାରିଲା ପରେ ଆପଣ ନ୍ୟୁ ନୋଟିସ୍ ଦେଖିପାରୁଥିବେ। କ୍ଲିକ୍ ହିଅର୍ ଟୁ ଡାଉନଲୋଡ଼ ଅନଲାଇନ୍ ଆପ୍ଲିକେସନ୍। କ'ଣ ପାଇଁ ସେ ଦେଇଛି ନା ଆପଣଙ୍କୁ ଫିଜିକାଲ ଯେଉଁମାନଙ୍କ ରିଟିନ୍ ହେଇଛି ଫିଜିକାଲ ପାଇଁ ତାଙ୍କର ଅନଲାଇନ୍ ଆପ୍ଲିକେସନ୍ ଦରକାର ହୁଏ। ତ ତେଣୁ ଆପଣମାନେ ଡାଉନଲୋଡ଼ କରିପାରିବେ। କେମିତି ଡାଉନଲୋଡ଼ କରିବେ? କ୍ଲିକ୍ ହିଅର୍ ଟୁ ଡାଉନଲୋଡ଼ ଉପରେ କ୍ଲିକ୍ କରିବେ। ଡାଉନଲୋଡ଼ ଉପରେ କ୍ଲିକ୍ କରିସାରିଲା ପରେ ଆପଣଙ୍କ ଏମିତି ଗୋଟେ ଅପସନ୍ ଆସିବ। ତ ଏଇଠି ସାଇନ୍ ଇନ୍ ଅପସନ୍ ଅଛି, ତା ଉପରେ କ୍ଲିକ୍ କରିବେ। ଓକେ, ତ ଆପଣମାନଙ୍କୁ ରିକ୍ୱେଷ୍ଟ କରି କହୁଛି, ଆପଣଙ୍କ ରିଟିନ୍ ହଉ କି ନ ହଉ ଆପଣମାନେ ସମସ୍ତେ ଆପ୍ଲିକେସନ୍ ଡାଉନଲୋଡ଼ କରିଦିଅନ୍ତୁ। କାହିଁକି ନା ଆପଣଙ୍କ ଭବିଷ୍ୟତରେ ଦରକାର ହେବ। କ'ଣ ପାଇଁ? ଆପଣ ଯେକୌଣସି ଜବ୍ର ଫିଲର ରହୁଛନ୍ତି, ନିହାତି ଗୋଟେ ଫ୍ୟୁଚର୍ ଗୋଟେ ଟାଟସ୍ ରହିବ। ଓକେ, ତ ଆପଣମାନେ କେମିତି ଡାଉନଲୋଡ଼ କରିବେ? ଆପ୍ଲିକେସନ୍ ନମ୍ବର ଦେବେ। ଆପ୍ଲିକେସନ୍ ନମ୍ବର କେଉଁଠି ପାଇବେ ନା ଆପଣଙ୍କ ଆଡମିଟ୍ କାର୍ଡ଼, ଆପ୍ଲିକେସନ୍ ନମ୍ବର, ରୋଲ୍ ନମ୍ବର ସବୁକିଛି ମେନସନ୍ ହେଇକି ଅଛି। ତ ଆପଣ ଆପ୍ଲିକେସନ୍ ନମ୍ବର ଦେଇଦେବେ, ତ ଆପଣଙ୍କ ଡେଟ୍ ଅଫ୍ ବାର୍ଥ ଦେଇଦେବେ। ଏଇଠି ଯାହା ଲେଖା ହେଇଛି ସେ କ୍ୟାପ୍ଚା ଏଇଠି ଦେଇଦେବେ। ତ ଲଗ୍ଇନ୍ କ୍ଲିକ୍ କରି ଆପଣଙ୍କର ଆପ୍ଲିକେସନ୍ ହେଇଯିବ, ଡାଉନଲୋଡ଼ କରିଦେବେ। ଠିକ୍ ଅଛି, ଆପଣମାନେ ଯାହାର ବି ରିଟିନ୍ ହେଇଛି ବା ଯାହାର ବି ରିଟିନ୍ ହେଇନି ସମସ୍ତେ ମଧ୍ୟ ଆପଣମାନେ ଡାଉନଲୋଡ଼ କରିଦେବେ। ହଁ, ଆଉ ଗୋଟେ କଥା, ଯେଉଁମାନଙ୍କର ଚାହୁଁଛ କି ରେଜଲ୍ଟ ଦେଖିବା ପାଇଁ ମୋର ରିଟିନ୍ ହେଇଛି କି ନାହିଁ, ତ ଫାର୍ଷ୍ଟ କରିକି ଆପଣମାନେ ସେକେଣ୍ଡ ଉପରେ କ୍ଲିକ୍ କରିବେ। ଆପଣ ଯେଉଁ ବାଟନ୍ ଉପରେ କ୍ଲିକ୍ କରିଛେ, ଯେଉଁ ବାଟନ୍ ଉପରେ ଆପଣମାନେ ଆପ୍ଲାଏ କରିବେ ତା ଉପରେ କ୍ଲିକ୍ କରିବେ। କ୍ଲିକ୍ କରିକି ଡାଉନଲୋଡ଼ କରିବେ, ଆପଣଙ୍କ ନିଜ ରୋଲ୍ ନମ୍ବର ଚେକ୍ କରିବେ। ଓକେ, ଏଇଟା ସିମ୍ପଲ୍ କଥା, ମୁଁ ସେମିତି ଆପଣଙ୍କୁ ବେଶୀ କଥା କହୁନି। ହଁ, ଆଉ ଗୋଟେ କଥା, ଯେଉଁମାନଙ୍କ ଡାଉଟ୍ ରହି କି ଆମେ ଡକ୍ୟୁମେଣ୍ଟ କ'ଣ ନେଇଯିବ, ଆପଣଙ୍କୁ ଅଲରେଡ଼ି ସେ କହିଦେଇଛି 12 ତାରିଖ ଦିନ ଆର ଆଡ଼ମିଟ୍ କାର୍ଡ଼ ପବ୍ଲିଶ ହେବ। ଫିଜିକାଲ ଆଡ଼ମିଟ୍ କାର୍ଡ଼ ପବ୍ଲିଶ ହେବ। ସେଇଥିରେ ମେନସନ୍ ହେଇଛି ଆପଣ କ'ଣ ସବୁ ଡକ୍ୟୁମେଣ୍ଟ ନେଇକି ଯିବ। ତା ବାବଦରେ ମଧ୍ୟ ଭିଡ଼ିଓ ପ୍ରୋଭାଇଡ଼ କରିଦେବି, ଯେଉଁମାନେ ବି ଓଏସ୍ଏବି ଆଇରିବିର ରିଟିନ୍ କ୍ୱାଲିଫାଇ ହେଇଛି। ଓକେ, ଆଉ ଯେଉଁମାନଙ୍କର ରିଟିନ୍ କ୍ୱାଲିଫାଇ ହେଇନି ଟେନସନ୍ ଆଉ କିଛି ଦରକାର ନାହିଁ। ହଁ, ଆଉ ଯେଉଁମାନଙ୍କର ରିଟିନ୍ କ୍ୱାଲିଫାଇ ହେଇଛି, ମାନେ କିଛି କାରଣ ଯୋଗୁଁ ମାନେ ଦେହ ପୁରା ଅସୁସ୍ଥ ଅଛି, ତ ଆପଣ ଟେନସନ୍ ଆଉ କିଛି ଦରକାର ନାହିଁ। ଓକେ, କ'ଣ ପାଇଁ ମୁଁ କହୁଛି, ମୋର ଗୋଟେ ସାଙ୍ଗ ଫେୟାରମ୍ୟାନ୍ ଜଷ୍ଟ 2023ରେ ଯେଉଁ ଗୋଟେ ଫେୟାରମ୍ୟାନ୍ ବାହାରିଥିଲା, ସେ ରିଟିନ୍ କ୍ୱାଲିଫାଇ କରିଥିଲା ଫିଜିକାଲ ପାଇଁ। ତା ଦେହ ଅସୁସ୍ଥ ଥିଲା, ଫିଜିକାଲ ଯାଇଥିଲା ସତ୍ତ୍ୱେ ବି ଦେଇପାରିନଥିଲା, କାରଣ ତା ଦେହ ପୁରା ଅସୁସ୍ଥ ଥିଲା। କେହି ବି କହିପାରିବେନି ଗଡ଼୍ କ'ଣ ଇଚ୍ଛା କରନ୍ତି କି ଆପଣ କେଉଁ ଜବ୍ ମାନେ ଭବିଷ୍ୟତରେ କେଉଁ ଜବ୍ ପାଇଯାଏ। ଲାଷ୍ଟକୁ ସେ ଓଏସ୍ଏବି ଆଇରିବି ରିଟିନ୍ କ୍ୱାଲିଫାଇ କରିଦେଇଛି। ଫିଜିକାଲ ମଧ୍ୟ ସେ ହେଭି ମାରିଛି ଓ ରନିଂ ଅଣ୍ଡର 5 ମାରିଛି। ଲଙ୍ଗ୍ ଜମ୍ପ ହେଇଯାଉଛି 16-17 ଫୁଟ ଲଙ୍ଗ୍ ଜମ୍ପ ମାରିଛି। ହାଇ ଜମ୍ପ ମଧ୍ୟ ସେଇ 5-6 ଫୁଟ ମାରିଛି। ପୁରା ଫିଜିକାଲ ପିଲା ୱିଥ୍ ରିଟିନ୍ ପିଲା। ଆଶା କରୁଛି ଏଇ ଓଏସ୍ଏବି ଆଇରିବି ହେଇଯିବ, ମୋତେ ବି ଲାଗୁଛି। ଭଗବାନ କରନ୍ତୁ ହେଇଯାଆନ୍ତୁ। ଆଉ ଆପଣ ଯେମିତି ଏମିତି ପିଲା ଅଛନ୍ତି କି ଫେୟାରମ୍ୟାନ୍ ରିଟିନ୍ ବା କଟିଯାଇଛନ୍ତି ବା ରିଟିନ୍ ହେଇକି ଫିଜିକାଲରେ କୌଣସି କାରଣରୁ ଗୋଡ଼ ହାତ ଯାହା ବି ଆପଣ ଜାଣିଥିବେ, ଯେହେତୁ ଗୋଟେ ଫିଜିକାଲ ଜବ୍ ରହୁଛି, ଆପଣ ଯେ ଫିଜିକାଲ ପ୍ରାକ୍ଟିସ୍ କଲାବେଳେ ଅସାଧାରଣ ମଧ୍ୟ ହେଇପାରେ। କାହାର ଗୋଡ଼ ମୋଡ଼ିପାରେ, କାହାର ହାତ ଫ୍ରାକ୍ଚର୍ ହେଇପାରେ, ଏମିତି କେହି ବି କହିପାରିବେ ନାହିଁ। ତ ଟେନସନ୍ ଆଉ କିଛି ଦରକାର ନାହିଁ। ଓକେ, ସେମିତି ଲାଇଫ୍ ଏଇଟା ଗୋଟେ ପାର୍ଟ ଅଫ୍ ଲାଇଫ୍। ଯେମିତି ଆପଣଙ୍କୁ ଗୋଟେ ଏକ୍ଜାମ୍ପଲ୍ ଦେଲି, ଫେୟାରମ୍ୟାନ୍ ମୋର ଗୋଟେ ସାଙ୍ଗ ଦେହ ଅସୁସ୍ଥ ଥିଲା, ଗୋଟେ ଫିଜିକାଲ ଦେଇପାରିଲା ନାହିଁ। ଓଏସ୍ଏବି ଆଇରିବି ସେ ରିଟିନ୍ ବସିଛି, ଫିଜିକାଲ ନିହାତି କରିବ, ଗୋଟେ ଆଶା ଅଛି। ଓକେ, ଆଉ ସେ କେହି ବି କହିପାରିବେନି ସମୟ କେତେବେଳେ ଆସେ, ମୁଁ ଆପଣଙ୍କୁ ଅଲରେଡ଼ି ବି କହିଦେଇଛି। ଯେଉଁମାନଙ୍କର ଓଏସ୍ଏବି ଆଇରିବି ରିଟିନ୍ ହେଇନି ଟେନସନ୍ ବା କିଛି ଦରକାର ନାହିଁ। ଆଗକୁ ବହୁତ ସାରା ଭ୍ୟାକେନ୍ସି ଆସୁଛି। ଓଏଏସ୍ଏଫ୍ ଆସୁଛି, ହୋମଗାର୍ଡ଼ ଆସୁଛି, ଡିଷ୍ଟ୍ରିକ୍ଟ କନଷ୍ଟେବଲ୍ ଆସୁଛି, ଜେଲ୍ ୱାର୍ଡ଼ର ମଧ୍ୟ ଆସିପାରେ। ଓକେ, ତ ସେ ଅନୁସାରେ ଆପଣମାନେ କଣ୍ଟିନ୍ୟୁ ପ୍ରିପାରେସନ୍ କରନ୍ତୁ। ଏମିତି ନାହିଁ କି ଗୋଟେ ପ୍ରପର୍ଲି ଜବ୍ ପାଇଁ ପ୍ରିପାରେସନ୍ କରିବେ। ଆପଣମାନେ ସିଲାବସ୍ କମ୍ପ୍ଲିଟ୍ କରନ୍ତୁ, ରିଭିଜନ୍ କମ୍ପ୍ଲିଟ୍ କରନ୍ତୁ। ଆପଣ ଆଗାମୀ ମଧ୍ୟରେ ଯେକୌଣସି ଭ୍ୟାକେନ୍ସି ପରେ ଆପ୍ଲାଏ କରିବେ, ରିଟିନ୍ କ୍ୱାଲିଫାଇ କରିବେ, ଫିଜିକାଲ୍ କମ୍ପ୍ଲିଟ୍ କରିବେ। ଆପଣ ଯେକୌଣସି ଅଫିସିଆଲ୍ ହେଉ କିମ୍ବା ଫିଜିକାଲ୍ ଜବ୍ ହେଉ, ଆପଣମାନେ କଣ୍ଟିନ୍ୟୁ ପଢ଼ାପଢ଼ି କରନ୍ତୁ ନିହାତି ଭାବରେ। ଯେକୌଣସି ଆପଣଙ୍କର ଭବିଷ୍ୟତରେ ବା ଆପଣଙ୍କ ଫ୍ୟୁଚର୍ରେ ଯାହା ଯେକୌଣସି ଜବ୍ ଥିବ, ଆପଣ ନିହାତି ଭାବରେ ସେଇ ଜବ୍ ପାଇବେ। କେହି ବି କହିପାରିବେନି ଆପଣଙ୍କ ଟାଇମ୍ କେତେବେଳେ ଆସିବ। ଆପଣମାନେ ଓଏସ୍ଏବି ଆଇରିବିରେ ପିଲାଙ୍କ ଟାଇମ୍ ଥାଏ, ସେ ଆସିଯାଏ। କାଳେ ଆପଣଙ୍କ ଜବ୍ ଅଛି ଫ୍ୟୁଚର୍ରେ ହୋମଗାର୍ଡ଼ ହେବା ପାଇଁ, ତ
ତ ହୋମ୍ ଗାର୍ଡ଼ ହେଇପାରନ୍ତି, ତ କେହି ବି କହିପାରିବେନି। ଆପଣମାନେ ସେ ଅନୁସାରେ କଣ୍ଟିନ୍ୟୁ ପ୍ରାକ୍ଟିସ୍ କରନ୍ତୁ ଏବଂ ଲକ୍ ଉପରେ ଭରସା କରନ୍ତୁ ନାହିଁ। ଏକ ଲକ୍ ୱିଥ୍ ହାର୍ଡ଼ ୱାର୍କ। ଦେଖ ମୁଁ ଆପଣଙ୍କୁ ଗୋଟେ ଏକ୍ଜାମ୍ପଲ୍ ମୋତେ ପ୍ରଥମରୁ କହିଥିଲି, ଯେମିତି ଫେୟାରମ୍ୟାନ୍ ଗୋଟେ ପିଲା ମୋ ସାଙ୍ଗ ମାନେ ହାର୍ଡ଼ ୱାର୍କ କରିଥିଲା, ଫିଜିକାଲ୍ ମଧ୍ୟ ଆରାମସେ ମାରୁଥିଲା, ଆଉ ରିଟିନ୍ ମଧ୍ୟ କ୍ୱାଲିଫାଏ କଲା। ଫିଜିକାଲ୍ ମାରିକି ବି ଦେହ ଅସୁସ୍ଥ ହେଇକି ମାରିପାରିଲା ନାହିଁ। ତ ଲକ୍ ସାଥ୍ ୱିଥ୍ ହାର୍ଡ଼ ୱାର୍କ, ତ ଆପଣମାନେ କଣ୍ଟିନ୍ୟୁ ପରିଶ୍ରମ କରିବାକୁ ପଡ଼ିବ। ୱିଥ୍ ଆପଣଙ୍କୁ ଗୋଟେ ଥାଏ ଲକ୍, ଓକେ, ତ ସେଇଟା ଦୁଇଟା ସାଥ୍ ଦେଲେ ଆପଣମାନେ ନିହାତି ଭାବରେ ପାଇପାରିବେ। ମୁଁ ସେମିତି ଆପଣଙ୍କୁ କହିଛି, ଆପଣଙ୍କ ଟାଇମ୍ କେତେବେଳେ ଆସିବ ଜାଣିପାରିବେନି, ତ ସେ ଅନୁସାରେ ଆପଣମାନେ ପ୍ରିପାରେସନ୍ କଣ୍ଟିନ୍ୟୁ କରିଥାନ୍ତୁ। ଯେକୌଣସି ଜବ୍ର ଅପଡ଼େଟ୍ ଆସିଲେ ମୁଁ ନିହାତି ଭାବରେ ଆପଣଙ୍କୁ ଟେଲିଗ୍ରାମ ଗ୍ରୁପ୍ରେ ପ୍ରୋଭାଇଡ଼ କରିଦେବି। ଡିସ୍କ୍ରିପ୍ସନ୍ ବକ୍ସରେ ଟେଲିଗ୍ରାମ ଗ୍ରୁପ୍ ଲିଙ୍କ୍ ମିଳିଯିବ, ସେଇଠି ଜଏନ୍ ହେଇକି सबकिछि डिटेल्स ମଧ୍ୟ ଜାଣିପାରିବେ। ହଁ, ଆଉ ଗୋଟେ କଥା, ଯଦି ଆପଣ ଚ୍ୟାନେଲକୁ ନୂଆ ଅଛନ୍ତି ନିହାତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ ଅଲ୍ କ୍ଲିକ୍ କରିବେ। ହଁ, ଯେଉଁ ଗୋଟେ ପିଲା ପଚାରୁଛନ୍ତି କି କେବେ ସରି ହୋମଗାର୍ଡ଼ କେବେ ବାହାରିବ, ଡିଷ୍ଟ୍ରିକ୍ଟ ପୋଲିସ କେବେ ବାହାରିବ, ମୁଁ ଆପଣଙ୍କୁ କହିଦେଉଛି କେହି ବି କହିପାରିବେନି। ମୋ ଅନୁସାରେ ହୋମଗାର୍ଡ଼ କହିଥିଲା କି 3 ମାସ ଭିତରେ ରିକ୍ରୁଟମେଣ୍ଟ କମ୍ପ୍ଲିଟ୍ କରିବ। ତ ସେଇ ଭାବି ଦିଅନ୍ତୁ, ଓକେ, ମୁଁ ଆପଣଙ୍କୁ କହିଥିଲି କି ସେ 3 ମନ୍ଥ ଭିତରେ କମ୍ପ୍ଲିଟ୍ କରିବାକୁ ଯଦି ଆପଣଙ୍କୁ ଫେବୃଆରୀ ମାସରେ ଆସିପାରେ। ଯଦି ସେଇ ଭିତରେ କମ୍ପ୍ଲିଟ୍ କରିବ, ଯଦି ସେ ଡିଲେ କରିପାରିବେ, ଯେମିତି OCPR ବି 2024 ଲାଷ୍ଟ ଆଡ଼ିକି, ସରି 2023 ଲାଷ୍ଟ ଆଡ଼ିକି ଆସିବାର ଥିଲା, ବର୍ତ୍ତମାନ ଏମିତି ଘୁଞ୍ଚି ଲାଷ୍ଟ 2024 ଆଡ଼େ ଆସିଲା, ତ ଏମିତି କେହି କହିପାରିବେନି। ତ ତେଣୁ ଆପଣଙ୍କୁ କହୁଛି କି ଆପଣ କଣ୍ଟିନ୍ୟୁ ପ୍ରିପାରେସନ୍ କରନ୍ତୁ, କେବେ ବି ଅପେକ୍ଷା କରନ୍ତୁନି କେଉଁ ନୋଟିଫିକେସନ୍ ଆସିବ ସେଇ ନୋଟିଫିକେସନ୍। ହଁ, ଆଉ ଗୋଟେ କଥା, କେହି ବି ଆପଣମାନେ ପ୍ରପର୍ ଗୋଟେ ଏକ୍ଜାମ୍ ପାଇଁ ପଢ଼ନ୍ତୁ ନାହିଁ, ଓକେ। ତ ଖାସ୍ କରିକି ଗୋଟେ ଫାଇନାଲି ଗଭର୍ଣ୍ଣମେଣ୍ଟ ଜବ୍ର ମାନେ ସେମ୍ ସିଲାବସ୍ ରହୁଛି, ତ ଆପଣମାନେ କଣ୍ଟିନ୍ୟୁ କରନ୍ତୁ। ଯେକୌଣସି ଜବ୍ ହେଉଛି ଆପଣମାନେ ପକାନ୍ତୁ, ଯେମିତି ବର୍ତ୍ତମାନ ଟାଇମ୍ରେ ରେଲୱେ ଗ୍ରୁପ୍ ଡି ପୋଷ୍ଟ ପଡ଼ୁଛି, ଓଡ଼ିଶା ପୋଲିସ SI ଫର୍ମ ପଡ଼ୁଛି, ଓକେ। ତ ଯାହା ଯେଉଁ ସବୁ ଜବ୍ ଆସୁଛି ଆପଣମାନେ ପଢ଼ାପଢ଼ି କରନ୍ତୁ, କଣ୍ଟିନ୍ୟୁ ପକାନ୍ତୁ। କେହି ବି କହିପାରିବେନି ଆପଣଙ୍କ ଭାଗ୍ୟରେ କେଉଁ ଜବ୍ ଅଛି, ତ ସେ ଅନୁସାରେ ପ୍ରିପାରେସନ୍ କରନ୍ତୁ, ଓକେ। ଭଗବାନ ଉପରେ ଭରସା କରନ୍ତୁ, ନିହାତି ଭାବରେ ଆପଣମାନେ ସକ୍ସେସ୍ ପାଇପାରିବେ। ବଟ୍ ଆଜିର ଭିଡ଼ିଓ ଥିଲା କି ଆପଣମାନେ ଯେଉଁମାନଙ୍କର OCPR ରିଟିନ୍ ଏକ୍ଜାମ୍ ହେଇଯାଇଛି, ତ ଆପଣମାନେ ଫିଜିକାଲ୍ ପାଇଁ ଗୋଟେ ଅନଲାଇନ୍ ଆପ୍ଲିକେସନ୍ ଦରକାର ହେଉଛି, ଆକୁ ଡାଉନଲୋଡ଼୍ କରିପାରିବେ। ଯେଉଁମାନଙ୍କର ରିଟିନ୍ ହେଇନି ଟେନସନ୍ କିଛି ଦରକାର ନାହିଁ, ବା ଯେଉଁମାନଙ୍କର ହେଇଯାଇଛି ବା କୌଣସି କାରଣରୁ ଦେହ ଟିକେ ଭଲ ରହୁନି, ଆପଣମାନେ ଡିମୋଟିଭ୍ ହେଇଯାଉଛନ୍ତି, ଟେନସନ୍ କିଛି ଦରକାର ନାହିଁ। ହଁ, ଆଉ ଗୋଟେ କଥା, ଲାଇଫ୍ରେ ମୋଟିଭେସନ୍ କିଛି ବି ଦରକାର ନାହିଁ, ଆପଣ ନିଜେ ହିଁ ଜାଣିଛନ୍ତି। ଆପଣମାନେ କୌଣସି ୟୁଟ୍ୟୁବ୍ ବା ଇନଷ୍ଟାଗ୍ରାମରୁ ମୋଟିଭେସନ୍ ଭିଡ଼ିଓ ଦେଖିକି ସେଇ 5-10 ମିନିଟ୍ ମୋଟିଭେଟ୍ ହେଇପାରିବେ, ଆଉ ଗୋଟେ ଦିନ 2 ଦିନ ମୋଟିଭେଟ୍ ହେଇପାରନ୍ତି। ତ ତା ପରଦିନ ଯେମିତିକୁ ସେମିତି, ତ ଆପଣ ନିଜ ଉପରେ କନଫିଡେନ୍ସ ଆଣନ୍ତୁ, କ'ଣ କଲେ ମୁଁ ନିହାତି ଭାବରେ ସକ୍ସେସ୍ ପାଇପାରିବି, ଆପଣ ନିଜେ ହିଁ ଜାଣିଛନ୍ତି। କେଉଁ ସବଜେକ୍ଟରେ ମୁଁ ୱିକ୍ ଅଛି ଆପଣ ନିହାତି ଭାବରେ ଜାଣିଛନ୍ତି। ତ ସେଇ ଅନୁସାରେ କଣ୍ଟିନ୍ୟୁ ପ୍ରିପାରେସନ୍ କରନ୍ତୁ, ନିହାତି ଭାବରେ ଆଗାମୀ ମଧ୍ୟରେ ଆପଣମାନେ ସକ୍ସେସ୍ ପାଇପାରିବେ। ତ ରହୁଛି, ଦେଖ ନେକ୍ସଟ ଭିଡ଼ିଓରେ। ସେଥିପାଇଁ ଜୟ ଜଗନ୍ନାଥ।